ପ୍ରଥମେ ପହିଲି ରଜରେ ନନ୍ଦିଘୋଷ ଟିଭିର ଅଗଣିତ ଦର୍ଶକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ତେବେ ଯେମିତି ରଙ୍ଗର ପର୍ବ ହୋଲିରେ ରଙ୍ଗ ବିନା ଯେମିତି ଅଧୁରା ହେଇଯାଏ, ସେମିତି ରଜର ଉତ୍ସବ ବିନା ପାନରେ ଅଧୁରା ଭଳିଆ ଲାଗେ। ତେବେ ଆମେ ଆସି ପହଞ୍ଚିଛୁ କାକଟପୁର ଥାନା ସାମ୍ନା ଗୋଟେ ପାନ ଦୋକାନ, ଯେ ଆପଣ ସିଧାସଳଖ ଦୃଶ୍ୟ ଦେଖିପାରୁଥିବେ। ଏଠି ଭଳିକି ଭଳି ପାନର ପସରା ମିଳିଛି। ମାନେ ବନାରସୀ ପାନଠୁ ଆରମ୍ଭ କରି ମିଠା ପାନର ଚାହିଦା ବି ବଢିଛି। ଏଠି ସାଧାରଣ ଲୋକମାନେ ରଜର ମଉଜକୁ ମନେଇବା ପାଇଁ ଏଠି ପାନ କିଣୁଛନ୍ତି। ତେବେ ଆମ ସହିତ କିଛି ଗ୍ରାହକ ଅଛନ୍ତି। ଆଜ୍ଞା, ଆପଣଙ୍କୁ ନନ୍ଦିଘୋଷ ଟିଭିକୁ ସ୍ୱାଗତ। ଆଉ କଣ କହିବେ, ଆପଣ ଆଜି ଆସିଛନ୍ତି ରଜ ମନେଇବା ପାଇଁ, ଏଠି ପାନ ନେବା ପାଇଁ ଆସିଛନ୍ତି, କେତେ ଖୁସି ଅଛନ୍ତି ଆଜି? ଓଡିଶାର ତ ପୁରପଲ୍ଲୀରେ ବର୍ତ୍ତମାନ ଚାଲିଛି, ଆଜିଠୁ ଆରମ୍ଭ ହେଇଛି ରଜ। 3 ଦିନ ଧରି ଏହା ଚାଲିବ ଏବଂ ଏଇ ରଜ ପର୍ବରେ ପାନର ଗୋଟେ ବଡ଼ ଭୂମିକା ରହିଛି। ପ୍ରତ୍ୟେକ ବ୍ୟକ୍ତି ପରିବାରରେ ସେମାନେ ପାନ ଗୋଟେ ଖାଇବେ ସେଇ ସମୟରେ। କିନ୍ତୁ ଏଇ ରଜ ପାନର ସ୍ପେଶାଲିଷ୍ଟ ହେଉଛି କ'ଣ, ଏଥିରେ ବହୁତ ପ୍ରକାର ମସଲା ଥାଏ। କିନ୍ତୁ ଏଥିରେ ସେଇ ଯେଉଁ ସବୁ ନିଶା ଜିନିଷ, ଯେଉଁ କଡ଼ା ଜିନିଷ, ଯେଉଁ ନିଶାଦ୍ୟ ଜିନିଷ ନଥାଏ, ସାଧା ପାନ। ତେଣୁ ପରିବାରର ପ୍ରତ୍ୟେକ ଲୋକ ୟାକୁ ଖାଇବାର କୌଣସି ଅସୁବିଧା ହୁଏ ନାହିଁ। ଏବଂ ଏଇଟା ଗୋଟେ ରଜ ପର୍ବ ବି ନିହାତି। ରଜରେ ପାନ ନ ଖାଇଲେ ଯେମିତି ରଜ ପର୍ବଟା ସମ୍ପୂର୍ଣ୍ଣ ରୂପେ ସମାପନ ହେଲା ବୋଲି ଜଣାପଡ଼େ ନାହିଁ। ତେଣୁ ମୁଁ ଆସିଥିଲି ପରିବାର ପାଇଁ ଆମର ଏଠୁ ପାନ ନେବା ପାଇଁ। ବିଜୟଙ୍କ ଦୋକାନ ଏ କାକଟପୁରର ଇଏ ପୁରୁଣା ଦୋକାନ, ପ୍ରତିବର୍ଷ ଲାଗେ ଏଠି ରଜ ବେଳେ। ଏଠୁ ଆମେ ନେଉଛୁ ପାନ। ନିଶ୍ଚିତ ଭାବରେ ଆପଣ ଶୁଣିପାରୁଥିବେ, ଯେମିତି ପାନ ବିନା ଯେମିତି ରଜ ଯେମିତି ଉତ୍ସବଟା ଅଧୁରା ଲାଗେ। ତେବେ ଆମ ସହିତ ଆଉ ଜଣେ ଲେଡିଜ ଅଛନ୍ତି। ଆଜ୍ଞା, ଆପଣ ଆସିଛନ୍ତି ଆଜି ପାନ ନେବା ପାଇଁ ଆସିଛନ୍ତି, କଣ କହିବେ, କେତେ ଖୁସି ଅଛନ୍ତି? ଆଜି ମୁଁ ବହୁତ ଖୁସି ଅଛି। ଆଉ ରଜରେ ତ ଆପଣ ଜାଣିଥିବେ, ମାନେ ଖାସ କରି ପାନ ହଉଛି ସ୍ପେଶାଲ ରଜ ପାଇଁ। ଆଉ ଏଇ ପୁପି ଭାଇଙ୍କ ଦୋକାନରେ ରଜ ପାନଟା ବହୁତ ଭଲ ସେ ମିଳେ ଏଠି। ଆଜି ଆପଣ କେତେ ପାନ ନେଲେ? କୋଉ କୋଉ ପାନ ନେଲେ ଆଜି? ମିଠା ପାନ, ସ୍ମୋକ ପାନ। ରେଟ୍ କେମିତି ଅଛି? ରେଟ୍ ଭଲ ଅଛି ରଜକୁ ନେଇ? ଭଲ ଅଛି। କଣ ରେଟ୍ ଅଛି? ରଜ ଅଛି 10-20 ଭିତରେ ଅଛନ୍ତି ଆଉ। ଆପଣ ଖୁସି ଅଛନ୍ତି? କେତେ ଖଣ୍ଡ ପାନ ଆଜି ଆପଣ ନେଲେ? 10 ଖଣ୍ଡ ନେଇଛି, ଆଉ ବି ନେବେ ବି। 3 ଦିନ ଏନେ ଲାଗିବ, ଆଉ 3 ଦିନ ଯାକ ଆସି ନେବେ ଆଉ। ନିହାତି ଭାବରେ ଆପଣ ଶୁଣିପାରୁଥିବେ, ରଜ ପାଇଁ ସେ ଆଜି ତାଙ୍କ ଘର ପାଇଁ ପାନ ନେଇଛନ୍ତି। ଆପଣ ସିଧାସଳଖ ସହଯୋଗୀ କହିବେ, ସେ ଦୃଶ୍ୟ ଦେଖେଇବେ କେମିତି ଭଳିକି ଭଳି ମିଠା ମସଲାରେ ସଜେଇ ହେଇଛି ପାନ। ଯେ ବର୍ଷକୁ ଥରେ ଆସିଛି ରଜ, ରଜଟାକୁ ଯେମିତି ସୁନ୍ଦର ଲାଗେ, ସେମିତି ପାନ ନ ଖାଇଲେ ରଜଟା ଯେମିତି ଅଧା ପନ୍ଦରିଆ ପଡ଼ିଯାଇଥାଏ। ତେବେ ଆମ ସହିତ ଏ ପାନ ଦୋକାନର ଓନର ଅଛନ୍ତି, ବିଜୟ ବାବୁ ଅଛନ୍ତି, ଓନର ଅଛନ୍ତି। ସିଧାସଳଖ ତାଙ୍କର ପ୍ରତିକ୍ରିୟା ନେଇଯିବେ। ଆପଣ ଏଇ ଯେଟା ଆଜି ଏ ବର୍ଷ କରିଛନ୍ତି ନା ସବୁ ବର୍ଷ କରନ୍ତି? ପ୍ରତିବର୍ଷ ହୁଏ ସାର୍। ପ୍ରତିବର୍ଷ ରଜ 3 ଦିନ ହୁଏ ପାନ। ଏଟା ସ୍ପେଶାଲ ମାନେ ରଜ ପାନ। କି ଭେରାଇଟିର ପାନ? ଏଠି ମିଠା ପାନ ଅଛି, ଫାୟାର ପାନ ଅଛି, ଆଉ ସ୍ମୋକ ପାନ ବି ଅଛି। ରେଟ୍ କଣ କଣ ଅଛି? ସାଧା ପାନ ଏଟା ରହୁଛି, ନର୍ମାଲ ପାନ 10 ଟଙ୍କା ରହୁଛି। ତାପରେ ଆଉ ଗୋଟେ ରହୁଛି 20 ଟଙ୍କା ସ୍ପେଶାଲ ପାନ। ତାପରେ ଗୋଟେ ଫାୟାର ପାନଟା ରହୁଛି 50 ଟଙ୍କା। କଣ ଆଶା ରଖିଛନ୍ତି ପାନକୁ ନେଇକିରି? ବେପାର କେମିତି ହବ? ବେପାର ତ ଚାଲିଛି ସାର୍, ଆପଣ ଦେଖୁଛନ୍ତି ଲୋକମାନେ ଚାହିଦା ଅଛି, ଯାହାକି ଖରା ସକାଶେ ଟିକେ ଲୋକମାନେ ବି କମି ଯାଉଛନ୍ତି। ଟିକେ ଚାଲିଛି ଆଉ ମାଙ୍କ ଦୟାରୁ। ଭଲ ବ୍ୟବସାୟ ହବ? ଆଜ୍ଞା ସାର୍। ନିହାତି ଭାବରେ ଆପଣ ଶୁଣିପାରୁଥିବେ ଯେ ପାନକୁ ନେଇକିରି ରଜର ମହୋତ୍ସବ ଦେଖିବାକୁ ମିଳିଛି। ତେବେ ଏଇ ରଜ ଏବେ ଗଣପର୍ବରେ ପରିଣତ ହେବାରେ ଲାଗିଛି। କାକଟପୁର ବଜାରରୁ ମାନସ ଖଣ୍ଡ, ନନ୍ଦିଘୋଷ ଟିଭି।